ଜଗନ୍ନାଥ ଜଗନ୍ନାଥ ନମସ୍କାର ନମସ୍କାର ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। ମୋର ପ୍ରିୟ ବନ୍ଧୁମାନେ, ଆଜି ଆଉ ଏକ ବିଷୟବସ୍ତୁ ଆପଣମାନଙ୍କ ପାଖକୁ ନେଇ ଆସୁଛି ଭିଡ଼ିଓ ମାଧ୍ୟମରେ। ସେ ବିଷୟର ନାମ ହେଲା ଯେ ଆଙ୍ଗୁଳି ବିଷୟରେ ଜାଣିବା। ପାପୁଲିର ଆମର ଯେଉଁ 5ଟି ଆଙ୍ଗୁଳି ରହିଛି ହାତର, ସେ ବିଷୟରେ। ପ୍ରଥମତଃ ହେଲା ବୃଦ୍ଧା ଆଙ୍ଗୁଳି, ଦ୍ୱିତୀୟତଃ ହେଲା ତର୍ଜନୀ ଆଙ୍ଗୁଳି ବା ବିଶି ଆଙ୍ଗୁଳି, ଆଉ ତୃତୀୟରେ ହେଲା ମଧ୍ୟମ ଆଙ୍ଗୁଳି ବା ମଝି ଆଙ୍ଗୁଳି। ଏହାକୁ କୁହାଯାଏ ଅନାମିକା ଆଙ୍ଗୁଳି। ଆଉ ଏଇଟା ହେଲା ଯେ ଲାଷ୍ଟକୁ କାହାଣୀ ଆଙ୍ଗୁଳି ବା କନିଷ୍ଠ ଆଙ୍ଗୁଳି। ଏ ପ୍ରାୟତଃ ଏ ଆଙ୍ଗୁଳି ମାନଙ୍କ ଇଏରେ ପରସ୍ପରକୁ ସାହାଯ୍ୟ କରନ୍ତି। ବୃଦ୍ଧା ଆଙ୍ଗୁଳି ଯଦି ନଥିବ, ତାହେଲେ ଏମାନେ ସବୁ କିଛି କରିପାରିବେନି। ପ୍ରଥମ ବୃଦ୍ଧା ଆଙ୍ଗୁଳି, ଯେଉଁ ଜିନିଷ ଆମେ ବ୍ୟବହାର କରିବା, ୟୁଜ୍ କରିବା, ଏ ଆଙ୍ଗୁଳିଙ୍କର ଏକତା ହିଁ ବଳ। ଯଦି ବୃଦ୍ଧା ଆଙ୍ଗୁଳି ନଥିବ, ଏକତା ତାଙ୍କର ଭାଙ୍ଗିଯାଏ। ବିଶି ଆଙ୍ଗୁଳିର ନାଁ କାହିଁକି ହେଇଛି? ଯେକୌଣସି ଆଙ୍ଗୁଳିରେ ତରକାରୀ ହଉ କି ଭଲ ମନ୍ଦ ହଉ, ବିଶି ଆଙ୍ଗୁଳିରେ କେବେ ମରାଯାଏନି। ହିନ୍ଦୁ ଧର୍ମ ବିଶି ଆଙ୍ଗୁଳି ମାନେ ବିଷ। ଏଇଟା ଠାକୁରଙ୍କର ସିନ୍ଦୁର ଲଗାଯାଏନି, କି କୌଣସି ଆମେ ମୁଣ୍ଡ ବିନ୍ଧୁଥିବା ଟାଇମରେ ମେନ୍ଥ ପ୍ଲସ୍ ଯଦି ମାରିବା ବା ବିଶି ଆଙ୍ଗୁଳି ବି ୟୁଜ୍ କରିବା କଥା ନୁହଁ। ଆଉ ଗୋଟେ କଥା, ଆଙ୍ଗୁଳି ଦେଖୁଥିବେ ଆପଣମାନେ କ'ଣ ଅନୁତାପ କରୁଛନ୍ତି? 5ଟା ଆଙ୍ଗୁଳି ସମାନ କି? ନାଇଁ ନା, ସମାନ ନାହିଁ। ତ ସମାଜରେ ମଣିଷ କେମିତି ସମାନ ହେବେ? 5 ଆଙ୍ଗୁଠି, 5 ପ୍ରକୃତିର ଲୋକ ରହିବେ। 5 ପ୍ରକୃତି ମନ, କିଏ ଦୁଷ୍ଟ ଲୋକ, କିଏ ଖଳ ପ୍ରକୃତିର ଲୋକ, କିଏ ସାଧୁ ଲୋକ, କିଏ ଚୋର ଲୋକ, ଆଉ ଗୋଟେ ଘର ଭଙ୍ଗା ଲୋକ। ଏମିତି ସବୁ ଅଛି। ଆମେ ତ ସେଇ ସଂସାରରେ ରହିଛେ ନା। ଏ ସଂସାରରେ ବହୁତ ପ୍ରକାର ଲୋକ ଅଛନ୍ତି, ଆପଣମାନେ ଜାଣିପାରୁଥିବେ। ଆମର କହିବା କଥା ନୁହଁ, କାହା ବିଷୟରେ ବାଇଟରେ ରହିବା ଭଲ ନୁହଁ। ଯିଏ ବି ମୋ ଭିଡ଼ିଓ ଦେଖିବ, ସିଏ ଶୁଣିକିରି ରାଗିଯିବେ। ମୁଁ କାହାକୁ ଦୋଷ ଦେଉନି କି କାହାକୁ ଆକ୍ଷେପ କରି କହୁନି। 5 ଆଙ୍ଗୁଠି ସମାନ ନୁହଁ, ଗୋଟେ କଥା ଆଗରୁ କହିଥିଲି ଆପଣମାନଙ୍କ ପାଇଁ। ଏଇ ଭିଡ଼ିଓରେ କହିଥିଲି, ଲାଷ୍ଟକୁ ବି କହୁଛି। ଆମର କ'ଣ ଦରକାର? ହିନ୍ଦୁ ଲୋକ ହିଁ ହିନ୍ଦୁକୁ ବିରୋଧ କରୁଛନ୍ତି। ଅଲଗା ଧର୍ମର ଲୋକ ଅଲଗା ଧର୍ମକୁ ବିରୋଧ କରୁଛନ୍ତି, କେବେ ଶୁଣିଛି? ନା, ମୁଁ ତ ଶୁଣି, ଆପଣମାନେ ଯଦି ଶୁଣିଥିବେ। ମୁଁ ଜାଣିଛି ମୋ ଭିଡ଼ିଓରେ ଭ୍ୟୁଜ୍ ଯାଉନି, ତଥାପି ମୁଁ ଭିଡ଼ିଓ କରୁଛି। ପାଇବା ପାଇଁ ନୁହଁ, ମୋ ମନ ଭିତରେ ଗୋଟେ ଫିଲ୍ସ
जोटा भावना रोचे फिल्स रोचे जोटा देखुची वास्तव में जोटा देखुची सेटा ही कहूँ जी मत खराब भाव भल मोर किसी आसे ना कहीं मो मन भर जोटा अच्छे मुझे मोबाइल मध्यम यूट्यूब मध्यम कहीदे जी मत खराब भावी এইটা ଆମେ ନୁହେଁ ଯେ ମୁଁ ଭ୍ୟୁସ୍ ବଢ଼ିବା ପାଇଁ ଭିଡ଼ିଓଟି କରିଛି ମୋ ମନ ଭିତରେ ଥିବା କଥାଟା ମୁଁ କହୁଛି ଯୋଉଟା ସଂସାରରେ ସମାଜରେ ଯୋଉଟା ଘଟୁଛି କୋଉଠି ଜାତି ଭେଦକୁ ନେଇକିରି ଗଣ୍ଡଗୋଳ କୋଉଠି ଭାଇ ଭାଇ ଭିତରେ ବି ଗଣ୍ଡଗୋଳ ଗାଁ ଗାଁରେ ପଲ୍ଲୀ ପଲ୍ଲୀରେ ଗଣ୍ଡଗୋଳ ଦେଶ ଦେଶ ଭିତରେ ବି ଗଣ୍ଡଗୋଳ ମାଳିକାକୁ କେତେ ଲୋକ ବି ମିଛ ବୋଲି କହୁଛନ୍ତି କାଳ୍ପନିକ ବୋଲି କହୁଛନ୍ତି ଯାହାକୁ ଯୋଉଟା ଲାଗିଲା କି ବିଶ୍ୱାସ କଲେ କଲା ନହେଲେ ନାହିଁ ବେଶୀଟା କହିବାଟା ଠିକ ନୁହଁ ଆଜି ପାଇଁ ଏତିକି ଜୟ ଜଗନ୍ନାଥ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ ରହୁଛି ଜୟ ଜଗନ୍ନାଥ ମୁଁ ଆପଣଙ୍କର ଅଧ୍ୟମ ନମସ୍କାର।